ସାଙ୍ଗମାନେ ତୁମେ ମାନେ ଜାଣିପାରୁଥିବ ଆଜିର ଭିଡ଼ିଓଟି ଜାମୁ ଛତୁ ରେସିପି ସେୟାର କରାଯାଉଛି। ଫାର୍ଷ୍ଟ ଚାଲନ୍ତୁ ଜାମୁ ଛତୁ ଗୁଡ଼ିକୁ ଚିହ୍ନିବା ଚାଲନ୍ତୁ। ଦେଖନ୍ତୁ ଇଏ ହେଉଛି ଜାମୁ ଛତୁ, ଦେଖିବାକୁ ଏମିତି ଠିକ୍ ବଟମ ଛତୁ ଭଳିଆ, କିନ୍ତୁ ଏହା ଦେଖିବାକୁ ଟିକେ ମୋଟା ଆଉ ଟିକେ ବଡ଼ ଆକାରରେ ହେଇଥାଏ। ଆଉ ଛତୁ ଗୁଡ଼ିକ ପାଇବ କେଉଁଠି ନା ଏ ଛତୁ ଗୁଡ଼ିକ ସାଧାରଣତଃ ଜାମୁକୋଳି ଗଛର ଆଖପାଖରେ ହୋଇଥାଏ। ଯେତେବେଳେ ବର୍ଷା ଦିନ ଆସିଯାଏ, ବର୍ଷା ଦିନରେ ତା ପତ୍ର ଗୁଡ଼ିକ ଯେତେବେଳେ ପଚିଯାଏ ମାଟିରେ, ସେଠି ଯେଉଁ ଗୋଟେ ଉର୍ବରତା ସୃଷ୍ଟି ହୁଏ, ସେ ମାଟିରୁ ହିଁ এই ଛତୁ ଗୁଡ଼ିକ ଉଠିଥାଏ। ଆଉ ବହୁତ ଲୋକ এই ଛତୁ ଗୁଡ଼ିକ ବିଷ ଛତୁ ଭାବିକି ଖାଇନଥାନ୍ତି, କିନ୍ତୁ এই ଛତୁ ଗୁଡ଼ିକୁ ଖାଇବାକୁ ବହୁତ ଟେଷ୍ଟ ଲାଗେ। ଆଉ ଯିଏ ଖାଇଛି ଏହାର ମହତ୍ଵ ଜାଣିଛି। ଆଉ ଏ ଛତୁ ଗୁଡ଼ିକ କମ୍ ଉଠିଥାଏ, ସେଥିପାଇଁ ଏହାର ରେଟ୍ ବି ବହୁତ ଅଧିକ, 200 ରୁ 300 ଟଙ୍କା କେଜି ବିକ୍ରି ହେଇଥାଏ। ଆଉ ଆମେ ଯେତେବେଳେ ଖେଳିବାକୁ ଯାଇଥିଲୁ এই ଛତୁ ଗୁଡ଼ିକୁ ଆଖପାଖ ସେ ପଡ଼ିଆ ଆଖପାଖରେ ଗୋଟେ ଜାମୁକୋଳି ଗଛ ଥିଲା, ତ ଚାରି ପାଖରୁ ଉଠିଥିଲା। ଦେଖନ୍ତୁ ଏତେ ବଡ଼ ବଡ଼ ଛତୁ, ମାନେ ଫୁଟିବା ଛତୁ ଗୁଡ଼ିକ ଦେଖନ୍ତୁ କେତେ ବଡ଼ ବଡ଼ ହେଇଥିଲା। କିନ୍ତୁ ଯେହେତୁ ଗୋଟେ ବର୍ଷା ପାଣି ବାଜି ଯାଇଥିଲା ଫୁଟିଲା ଛତୁରେ, ପୋକ ହେଇଯାଇଥିଲେ, ସେଥିପାଇଁ ଆମେ ଫୁଟିଲା ଛତୁ ଗୁଡ଼ିକୁ ରଖିଦେଇଥିଲୁ। ଆଉ ନହେଲେ ଯେତେବେଳେ ଭଲ ଥାଏ ଏ ଫୁଟିଲା ଛତୁକୁ ରୋଷେଇ କରି ହୁଏ, କିନ୍ତୁ ବଟମ ଛତୁଟା ଖାଇବା ସବୁଠୁ ଭଲ, ସେଠି ପୋକ ହେଇନଥାନ୍ତି। ଏଗୁଡ଼ିକୁ ପୋକ ହେଇଯାଇଥିଲା, ସେଥିପାଇଁ ଆମେ ଛାଡ଼ି ଦେଇଥିଲୁ। ବହୁତ ବଡ଼ ଆକାରରେ ହେଇଥିଲା। ଫାଷ୍ଟ ତ ଏଇ ଫୁଟିଲା ଛତୁ ଗୁଡ଼ିକ ପୁରା ଛତା ଆକାର ଭଳିଆ ଦେଖାଯାଉଥିଲା। ଯେହେତୁ ଆମେ କ୍ରିକେଟ ଖେଳିବାକୁ ଯାଇଥିଲୁ, ତ ସାଙ୍ଗରେ ଆମେ ବ୍ୟାଗ୍ ନେଇନଥିଲୁ। ତ ଏମିତି ବୁଲୁ ବୁଲୁ ହଠାତ୍ ଆଖିରେ ପଡ଼ିଯାଇଥିଲା ଗୋଟେ ଛତୁ। ତାପରେ ଆସ୍ତେ ଆସ୍ତେ ଚାରିପଟେ ଖୋଜିଲା ବେଳକୁ ଏତେ ସାରା ଛତୁ ମିଳିଗଲା। ତ ଆଜି ତ ମାନେ ବିଲେଇକି କପାଳକୁ ଶିକା ଚିରିଲା ଭଳିଆ ମୋର ଅବସ୍ଥା ହେଇଗଲା। ତ ଚାଲନ୍ତୁ ଏତେ ସାରା ଛତୁକୁ ଆଜି କେମିତି ରୋଷେଇ ହେବ ଆପଣଙ୍କ ଘରେ ପହଞ୍ଚିଲେ ଦେଖାଉଛି। ମୋର ଛତୁ ଦେଖି ଅନ୍ୟ ପିଲାମାନେ ବି ଛତୁ ଖୋଜିବାରେ ଲାଗି ପଡ଼ିଲେ। ଆଉ ଏପଟେ ଖରାରେ କ୍ରିକେଟ ଖେଳ ବି ଚାଲିଥାଏ। ଯେହେତୁ ଘରକୁ ଛତୁ ଆଣିବା ପାଇଁ ଆମେ ବ୍ୟାଗ୍ ଫ୍ୟାଗ୍ ନେଇନଥିଲୁ, ସେଥିପାଇଁ ଆମେ ସ୍କୁଟି ଡିଗିରେ ତାକୁ ଭର୍ତ୍ତି କରିଦେଇକି ନେଇ ଆସିଲୁ। ତ ଚାଲନ୍ତୁ ଏବେ ଘରକୁ ଯିବା। ଘରେ ପହଞ୍ଚିଲା ପରେ କେମିତି ତାକୁ ରୋଷେଇ କରାଯାଉଛି ତା ରେସିପିଟା ପୁରା କହିବି, ତ ଭିଡ଼ିଓକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ପୁରା ମଜା ଆସିଯିବ। ଫାଷ୍ଟ ତ ଘରେ ପହଞ୍ଚିଲା ପରେ ଛତୁ ଗୁଡ଼ିକ ବାପା ମାଆକୁ ଦେଇଥିଲି। ତ ବାପା ମାଆ ଏତେ ଗୋଟେ ଛତୁ ଦେଖି ପୁରା ଖୁସି ହେଇଯାଇଥିଲେ। ତ ବାପା ପଚାରିଲି ଛତୁ ଗୁଡ଼ା କେତେ ଟଙ୍କା ହେବ, ସେ କହିଲେ 200 ଟଙ୍କାରୁ ଉପରେ ହେଇଯିବ। ଆଉ ମୁଁ କହିଲି ସେଇ ଅଞ୍ଚଳରେ ଯେଉଁ ଉଠିଥିଲା ଛତୁ, ସେଇ ଅଞ୍ଚଳ ଲୋକମାନେ ଖାଉନାହାନ୍ତି, ସେଥିପାଇଁ ଆମେ ଭିଡ଼ିଓ ଗୋଟେ ବନେଇକି ଦେଖେଇବା, ଯାହାଦ୍ୱାରା କି ସେମାନେ ପରବର୍ତ୍ତୀ ସମୟରେ ସେ ଛତୁ ଖାଇପାରିବେ। କହିଲେ ଠିକ୍ ଅଛି, ତାହେଲେ ଭିଡ଼ିଓଟି କରିବା। ତ ଦେଖନ୍ତୁ ଏ ଛତୁ, ତ ଚାଲନ୍ତୁ ଏବେ ଛତୁକୁ ପ୍ରଥମେ ଧୋଇଦେବା। ପ୍ରଥମତଃ ଛତୁ ଗୁଡ଼ିକ 3 ରୁ 4 ଥର ଭଲ ଭାବେ ଧୋଇବାକୁ ପଡ଼ିଥାଏ, କାରଣ ଯେହେତୁ ବାଲି ମାଟିରେ ହେଇଥାଏ, ତ ସେଥିରେ ଟିକେ ବାଲି ଲାଗିବାର ସମ୍ଭାବନା ଥାଏ। ସେଥିପାଇଁ ଆପଣମାନେ ଯେତେବେଳେ ଧୋଇବେ ତାକୁ ଭଲ ଭାବେ 2-3 ଥର ପାଣି ଚେଞ୍ଜ କରିକି ଧୋଇଦେବେ, ନହେଲେ ତ ଉପର ଗୁଡ଼ିକୁ ଟିକେ ଚାଞ୍ଛି ଦେବେ, ଯାହାଦ୍ୱାରା କି ବାଲି ଗୁଡ଼ିକ ଖସି ପଡ଼ିବ। ତାପରେ ଛତୁ ଗୁଡ଼ିକ ଆପଣଙ୍କର ଆବଶ୍ୟକତା ଅନୁସାରେ ଛୋଟ କିମ୍ବା ବଡ଼ ଆକାରରେ କାଟିପାରିବେ। ଯେହେତୁ ଆମର ଝୋଳ ହେବାର ଅଛି ଆଜି, ସେଥିପାଇଁ ଟିକେ ବଡ଼ ବଡ଼ ପିସ୍ କରିକି କଟାଯାଉଛି। ଯେହେତୁ ଜାମୁ ଛତୁ ଗୁଡ଼ିକ ଦେଖିବାକୁ ଟିକେ ବଟମ ଛତୁ ଭଳିଆ, ତ ଆପଣ ଯେତେବେଳେ ରୋଷେଇ କରିବେ
ଖାଲି ବଟମଟାକୁ ଯଦି ଆପଣ ରୋଷେଇ କରିବାକୁ ଚାହିଁବେ କରିପାରିବେ, ନହେଲେ ତାର ଫୁଲ୍ ବଡ଼ିଟାକୁ ଯଦି ରୋଷେଇ କରିବାକୁ ଚାହିଁବେ କରିପାରିବେ, କାରଣ ଏହାର ପୁରା ବଡ଼ିଟାକୁ ଖିଆଯାଇଥାଏ। ତ ଦେଖନ୍ତୁ ଆମର ଏ ଜାମୁ ଛତୁର ପୁରା ଟପ୍ ବଟମ୍ ସବୁ କିଛି ଏବେ କଟା ଚାଲିଛି। କାଟି ସାରିଲା ପରେ ଆପଣଙ୍କୁ ଦେଖାଉଛି। ଛତୁ ଗୁଡ଼ିକ କାଟି ସାରିଲା ପରେ ପୁଣି ଥରେ ସଫା ପାଣିରେ ତାକୁ ଧୋଇଦେବେ, କାରଣ ସେଥିରେ ବି କିଛି ବାଲି ଯଦି ଲାଗିଥାଏ ସେ ବାଲି ଗୁଡ଼ିକ ଧୋଇଯିବ। ଆପଣମାନେ ଜାମୁ ଛତୁକୁ ଖାଲି ଜାମୁ ଛତୁ ରାନ୍ଧି ପାରିବେ, ନହେଲେ ଆପଣ ସେଥିରେ ଆଳୁ ବି ଆଡ଼୍ କରିପାରିବେ। ଯେହେତୁ ଆମର ଟିକେ ଝୋଳ ହେବାର ଅଛି ସେଥିପାଇଁ ଆଳୁ ମିଶା ଯାଉଛି, କାରଣ ଆଳୁ ମିଶାଇ ଦେଲେ ତାର ଗ୍ରେଭିଟା ଟିକେ ବହଳିଆ ହେଇଯାଏ ଆଉ ଖାଇବାକୁ ଭଲ ଲାଗେ। ଆଉ ଆଳୁ ଆଉ ଜାମୁ ଛତୁର କମ୍ବାଇନ୍ଟା ବହୁତ ଭଲ ଲାଗେ, କାରଣ ଆଳୁ ଜାମୁ ଝୋଳ ତାର ଯୋଡ଼ି ଏକ ନମ୍ବର। ଆଉ କେବେ ଯଦି ଖାଇବେ ଆପଣ ଆଳୁ ଟିକେ ଆଡ଼୍ କରିଦେବେ, ତାର ସ୍ୱାଦ ଦ୍ୱିଗୁଣ ବଢ଼ିଯାଇଥିବ। ଆଉ ଯଦି ଆପଣମାନେ ସେଠି ବିଲାତି ବି ଆଡ଼୍ କରିପାରିବେ ଆହୁରି ଭଲ। ସବୁ ଛତୁ ପରିକା ଜାମୁ ଛତୁର ମଧ୍ୟ ଗୋଟେ ଅଲଗା ପ୍ରକାର ବାସ୍ନା ଥାଏ, ଆଉ ସେ ବାସ୍ନାଟାକୁ ଯଦି ଆପଣ ଦୂରେଇବାକୁ ଚାହିଁବେ ତ ପ୍ରଥମେ ଜାମୁ ଛତୁକୁ ଗରମ ପାଣିରେ 15 ରୁ 20 ମିନିଟ୍ ଫୁଟେଇ ଦେବେ, ଯାହାଦ୍ୱାରା କି ତାର ସେ ବାସ୍ନାଟାକୁ ଦୂରେଇ ଯିବ ଆଉ ଡାଇଜେଷ୍ଟ ହେବା ପାଇଁ ବି କମ୍ ସମୟ ଲାଗିବ, ଆଉ ଛୋଟ ପିଲାମାନଙ୍କୁ ଖାଇବା ପାଇଁ ବି ଭଲ ଲାଗିବ। ସେଥିପାଇଁ ପ୍ରଥମେ ଆମେ ଦେଖନ୍ତୁ କଡ଼େଇରେ କିଛି ପାଣି ଦେଇ ଦେଇଛୁ, ତ ପାଣି ଗରମ ହେଲା ପରେ ସେଠି ଆମେ ପକେଇବା ଜାମୁ ଛତୁକୁ। ଜାମୁ ଛତୁ ଗୁଡ଼ିକ ପାଣିରେ 15 ରୁ 20 ମିନିଟ୍ ଫୁଟିବା ସମୟରେ ଆପଣମାନେ ମସଲାକୁ ବି ରେଡ଼ି କରିପାରିବେ, ଆଉ ଆପଣ ପିଆଜ ବିଲାତି ବି କାଟିପାରିବେ। ପନ୍ଦର 20 ମିନିଟ୍ ଗରମ ପାଣିରେ ଫୁଟି ସାରିଲା ପରେ ଛତୁ ଗୁଡ଼ିକୁ ଭଲ ଭାବେ ଛାଣିଦେବେ ଏବଂ ସେ ପାଣି ଗୁଡ଼ିକୁ ପକାଇ ସାରିକି ପୁଣି ଆଉ ଥରେ ଥଣ୍ଡା ପାଣିରେ ତାକୁ ଭଲ ଭାବେ ଧୋଇଦେବେ ଏବଂ ତାକୁ ଛାଣିକି ରଖିବେ। तापर कड़ई गरम हो सारा कड़ई किसी सोरिष तेल पकाइबा आ कटा होता आलू को से पकाई किसी समय भाजीदेवा। सांग मैंने आपण मैंने जदि गैस चुली रोषे कर एमती माटी चुली रे काठरे रोषे करी थे ये छतु को रोषे कर खातु जानवे केमती टेस्ट लगे। आलू गुड़िक दरभजा होता समय धुआ होकर रखाई छतु गुड़िक ये तेल रे किसी समय भाजीदेवा।
ଛତୁ ଓ ଆଳୁ ଗୁଡ଼ିକ ଭଲ ଭାବେ ଭଜା ହେଇସାରିଲା ପରେ କରେଇରୁ ସେଗୁଡ଼ିକୁ ବାହାର କରିଦେବା। ତାପରେ କରେଇରେ ଆଡ୍ କରିବା କିଛି ସୋରିଷ ତେଲ। ସୋରିଷ ତେଲ ଗରମ ହେଇସାରିଲା ପରେ ସେଥିରେ ପକାଇବା କିଛି ଗରମ ମସଲା, ତେଜପତ୍ର ଏବଂ କଟା ହେଇଥିବା ପିଆଜ। ପିଆଜ ତେଲରେ ଭାଜି ହେଇସାରିଲା ପରେ ଯେତେବେଳେ ସାମାନ୍ୟ ବ୍ରାଉନ୍ କଲର୍ ଆସିଯାଇଥାଏ ସେଥିରେ ଆଡ୍ କରିବା କିଛି ବଟା ମସଲା। ବଟା ମସଲାରେ ଆଡ୍ ହେଇଛି ଅଦା, ରସୁଣ ଏବଂ ଶୁଖିଲା ଲଙ୍କା। ତାପରେ ସେଥିରେ କିଛି ଆଡ୍ କରିବା ଗୁଣ୍ଡ ମସଲା ଯେମିତି ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଏବଂ କରି ପାଉଡର ଆଉ ସେଥିରେ କିଛି ଆଡ୍ କରିବା ଗରମ ମସଲା। ମସଲା କଷା ହେଲା ପରେ ସେଥିରେ କିଛି ଆଡ୍ କରିବା ପାଣି ଆଉ କିଛି ସମୟ ତାକୁ ଫୁଟିବାକୁ ଛାଡ଼ିଦେବା। ମସଲା ପାଣି ଫୁଟି ଫୁଟି ଗ୍ରେଭି ଭଳିଆ ଯେତେବେଳେ ବଢ଼ିଆ ହେଇ ଆସିବ ସେହି ସମୟରେ ଆମେ କଟା ହେଇଥିବା ବିଲାତିକୁ ସେଠି ଆଡ୍ କରିଦେବା। ତାପରେ ସେଥିରେ ସ୍ୱାଦ ଅନୁସାରେ କିଛି ଲୁଣ ଆଡ୍ କରିବା। ଲୁଣ ଆଡ୍ କରିସାରିଲା ପରେ ତାକୁ ଭଲ ଭାବେ ମସଲା ସହିତ ଫେଣ୍ଟି ଦେବା ଏବଂ କିଛି ସମୟ ଢାଙ୍କି ଦେଇ ମସଲା ସହିତ ମିଶିବାକୁ ଛାଡ଼ିଦେବା। ଆମ ଗାଁରେ ଆଜି ପ୍ରବଳ ବର୍ଷା ହେଇଛି, ସେଥିପାଇଁ ଲାଇନ୍ କଟିଯାଇଛି। ସେଥିପାଇଁ ଆମେ ମୋବାଇଲ ଲାଇଟ୍ ଏବଂ ଟର୍ଚ୍ଚ ଲାଇଟ୍ ମାରିକି ରୋଷେଇ କରୁଛୁ। ବିଲାତି ଭଲ ଭାବେ ମସଲାରେ ମିଶିବା ପରେ ଆମେ ସେଥିରେ ଆଡ୍ କରିବା ଭଜା ହେଇଥିବା ଛତୁ ଏବଂ ଆଳୁକୁ। ଯଦି ଆପଣ ଚାହିଁବେ ବିଲାତିକୁ ଗ୍ରାଇଣ୍ଡିଂ କରିବି ଆପଣ ପକାଇ ପାରିବେ, ଯାହାଦ୍ୱାରା ବେଶୀ ସମୟ ଆପଣଙ୍କୁ ସିଝିବାକୁ ପଡ଼ିବ ନାହିଁ। ତ ଚାଲନ୍ତୁ ଏବେ ଆମେ ଆଡ୍ କରିଦେବା ଭଜା ହେଇଥିବା ଛତୁ ଆଉ ଆଳୁକୁ। ଜାମୁ ଛତୁ କଷା ଏବେ ପୁରା ରେଡ଼ି ହେଇଛି। ଆପଣ ଯଦି ରୁଟି ସାଥିରେ ଖାଇବାକୁ ଚାହୁଁଛନ୍ତି କିମ୍ବା ମୁଢ଼ି କିମ୍ବା ପଖାଳ ସାଥିରେ ଖାଇବାକୁ ଚାହୁଁଛନ୍ତି ତେବେ ଏହି କଷାକୁ ଆପଣ କେବଳ ଗରମ ମସଲା ଟିକେ ଏବଂ କିଛି ଧନିଆ ପତ୍ର ଆଡ୍ କରିଦେଇକି ଏହାକୁ ଖାଇପାରିବେ। କିନ୍ତୁ ଆମର ଯେହେତୁ ଗରମ ଭାତ ହେଇଛି ତ ଆମେ ଝୋଳ କରିବୁ, ସେଥିପାଇଁ ଏଥିରେ ଏବେ କିଛି ପାଣି ଆଡ୍ କରିଦେବା, କାରଣ ଗରମ ଭାତରେ ଟିକେ ଝୋଳ କରି ଖାଇଲେ ଟେଷ୍ଟ ଭଲ ଲାଗିବ। ଦେଖ ସାଙ୍ଗମାନେ, ଜାମୁ ଛତୁ ଝୋଳ ଅଲରେଡ଼ି ଡନ୍। ଏମିତି ଟିକେ ଗ୍ରେଭି ବାଲା ଝୋଳ ଟିକେ ରଖିବା, କାରଣ ଆମର ଗରମ ଭାତରେ ଖାଇବାକୁ ହେବ। ଦେଖୁଛନ୍ତି ଝୋଳ ବି ପୁରା ଜାଗା ହେଇଛି। ଆଉ ଏ ଅଲରେଡ଼ି ପ୍ରଥମେ ଭଜା ହେଇଥିଲା, ଭଜା ହେଇସାରିକି ଏଟାକୁ ମା ଝୋଳ କରିଛି। ତ ଏତିକ ଝୋଳ ରଖିବା, ନହେଲେ ଶୁଖିଯିବ। ତ ଓହ୍ଲେଇ ଦେବା ଏଟାକୁ। तो फाइनाली साଙ୍ଗमाने आमर आलू एवं जामु छतु झोल रेडी होती। तो चलते ए गरम गरम भात में खाई आपको कौन केमी तार टेस्ट है। तो देखो तो माँ मत बाड़ी देती पूरा आमर देसी पूरा चाउल गरम भात ता सहित आमर ये ताटे देती आज रंधा होता जामु और आलू छतु झोल। तापर आम बाड़ी कटा होता आमर बाड़िया आंब एटा है। तो चलते ए खाई कौन केमी लगुच। तो सांग मैंने आपन विश्वास करेंगे कि नहीं के जानी मुझे जानी पानी, किंतु सतर कौच। तो
ତରକାରୀ ବହୁତ ଭଲ ହେଇଛି। ଜାମୁ ଛତୁ ମାନେ ବର୍ଷରେ ଥରେ ଖାଇବାକୁ ମିଳେ। ଆଉ ଦେଖନ୍ତୁ ପୁରା ଯେମିତି କଲିଜା ମାନେ ଆମର କୁକୁଡ଼ା କଲିଜା କି ଛେଳି କଲିଜା ଯେମିତି ତାର ଆକାରଟା ସେମିତି ହିଁ ଆପଣଙ୍କୁ ଦେଖାଯିବ। ଆଉ ଖାଇଲେ ବହୁତ ଟେଷ୍ଟ ଲାଗେ। ତ ଆପଣ ନିଶ୍ଚୟ ଥରେ ବନେଇକି ଖାଆନ୍ତୁ। ଆଉ ଯେମିତି ଅନ୍ୟ ଛତୁ ବି ରୋଷେଇ କରି ଖାଆନ୍ତି ତ ସେଇଭଳିଆ ରେସିପି କରି ଖାଇଲେ ବି ଭଲ ଲାଗିବ। ଆଉ ଦେଖନ୍ତୁ ଆଳୁ ସହିତ ଛତୁ ପା କ'ଣ ଲାଗୁଛି ମୋ ସାଙ୍ଗମାନେ ମସ୍ତ ହେଇଛି। ଆଜି ପୁରା ଦେଖନ୍ତୁ ମୁଁ କମ୍ ଭାତ ଖାଏ କିନ୍ତୁ ଏଇ ଛତୁ ତରକାରୀ ଆଜି ବହୁତ ଗୁଡ଼େ ଭାତ ଖାଇଦେଇଥିଲିଣି। ତ ସାଙ୍ଗମାନେ ଭିଡ଼ିଓଟି ବନୁ ବନୁ ବହୁତ ଲମ୍ବା ହେଇଯାଇଥିଲା। ତ ସାଙ୍ଗମାନେ ଏପର୍ଯ୍ୟନ୍ତ ଭିଡ଼ିଓଟିକୁ ଯେଉଁମାନେ ଧୈର୍ଯ୍ୟ ଧରିକି ଦେଖୁଛନ୍ତି ସେମାନେ ବହୁତ ବହୁତ ଧନ୍ୟବାଦ। ଆଉ ସାଙ୍ଗମାନେ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟରେ ଜଣାଇବେ। ଯଦି ଭଲ ଲାଗିଥାଏ ଲାଇକ୍ କମେଣ୍ଟ ସେୟାର କରିବେ ଏବଂ ଚ୍ୟାନେଲକୁ ନୂଆ କରି ଆସିଥିଲେ ଗୋଟେ ସବସ୍କ୍ରାଇବ୍ କରିକି ଯିବେ। ଆଉ ଦେଖା ହେବ ସାଙ୍ଗମାନେ ଆଉ ଗୋଟେ ବ୍ଲଗ୍ରେ। ଆଉ ଧନ୍ୟବାଦ। ଆଉ ଯଦି ଆପଣମାନେ କେବେ କେଉଁଠି ଜାମୁ ଛତୁ ପାଆନ୍ତି ନିଶ୍ଚୟ ଘରକୁ ଆଣିବେ ଏବଂ ମାଆକୁ କହିକି ରୋଷେଇ କରିକି ଖାଇବେ। ରହିଲି ସାଙ୍ଗମାନେ, ଦେଖା ହେବ ଗୋଟେ ବ୍ଲଗ୍ରେ। ଧନ୍ୟବାଦ, ଟାଟା, ବାଏ ବାଏ।